ନମସ୍କାର ବନ୍ଧୁଗଣ, ଥ୍ୟାଙ୍କ ୟୁ ଫର୍ ଜଏନିଂ ଦ ନମସ୍କାର। କଲ୍। ଆଉ ଆଜି ଆମେ ଡିସ୍କସନ୍ କରିବା ହାଉ ଓସା 2025 ଇନ୍ ଡାଲାସରେ କେମିତି ଚାଲିଛି। ଏଣ୍ଡ ଆମକୁ ଓସା 2025ରେ ସ୍ପେସିଫିକ୍ ବାଇଟ୍ ଦେବା ପାଇଁ ଅଛନ୍ତି କନଭେନର ମିଷ୍ଟର ତପନ ପାଢ଼ୀ। ତପନ ଭାଇନା ୱେଲକମ୍। ନିକି ଥ୍ୟାଙ୍କ ୟୁ। ରାଉତ ସାଉଥ ୱେଷ୍ଟ ପ୍ରେସିଡେଣ୍ଟ, ପ୍ରଭାତ ଦାସ ହଉଛନ୍ତି ଆମ ଓସା 2025ର କଲଚରାଲ ଲିଡ୍। So I hope they will be able to satisfy all your queries. ଆଉ ଆମ ସହିତ ଅଛନ୍ତି ଆମର ଓଡ଼ିଆ ପ୍ରସିଦ୍ଧ ବ୍ଲଗର୍ସ ମାନେ। I hope they will introduce themselves and the question floor is open. ତମମାନଙ୍କ ଯାହା ଯାହା କୋଶ୍ଚିନ୍ ଅଛି ଆମ ଏଇ ତିନି ଜଣଙ୍କୁ ପଚାରି ପାରିବେ। ମୋର ଫାର୍ଷ୍ଟ କ୍ୱେଶ୍ଚନ୍ ଆକ୍ଚୁଆଲି ଯେହେତୁ ମୋତେ ଷ୍ଟାର୍ଟ କରିବାକୁ କହିଲେଣି ମୁଁ ଓଷା ରିଲେଟେଡ୍ ହିଁ ପଚାରିବି। ସେଟା ଅରବିନ୍ଦ ପଚାରିଥାନ୍ତେ କିନ୍ତୁ ମୁଁ ପଚାରି ଦେଉଛି ଆଉ ଯେ ଆକ୍ଚୁଆଲି ମାନେ ଓଷା କ'ଣ ଆକ୍ଚୁଆଲି ମାନେ ଯଦି ଓଡ଼ିଶାରୁ ଲୋକ ଦେଖିବାକୁ ଚାହିଁବେ, ଆମେରିକାରେ ତ ଲୋକ କିଛି କିଛି ଜାଣିଛନ୍ତି ଯେ ନାଇଁ ହଁ ଓଷା ଗୋଟେ ଅର୍ଗାନାଇଜେସନ୍ ଅଛି ଆମେରିକାରେ। କିନ୍ତୁ ଯଦି ଓଡ଼ିଶାରୁ କିଛି ଲୋକ ଜାଣିବାକୁ ଚାହୁଁଛନ୍ତି ମାନେ ଓଷା ଆକ୍ଚୁଆଲି କ'ଣ, ଆଉ ଓଷା କ'ଣ ପାଇଁ କରାହେଇଥିଲା, ଓଷାର ମାନେ ବେନିଫିଟ୍ସ କ'ଣ କ'ଣ ସବୁ କରୁଛନ୍ତି, ଆଉ ଏ ବର୍ଷ ମାନେ ବହୁ ଜାଗାରେ ତ ହୁଏ, ଏ ବର୍ଷ ଡଲାସରେ କ'ଣ କିଛି ସ୍ପେଶିଆଲ ଅଛି, କିଏ ଜଣେ ଇଣ୍ଟ୍ରୋଡକ୍ସନ୍ ଦିଅନ୍ତୁ। ଧନ୍ୟବାଦ ସୁଶାନ୍ତ ବାବୁ, ଧନ୍ୟବାଦ ସ୍ୱପ୍ନ ଭାଇ। ରଞ୍ଜନ ବାବୁ, ଅରବିନ୍ଦ ବାବୁ, ଆମ ସୋଫି ଆଣ୍ଡ ଓଡ଼ିଆ ଝିଅ ସ୍ୱପ୍ନା। ଆଉ ଏମିତି ଗୋଟେ ଆମର ଯୋଉ ଇଣ୍ଟ୍ରୋଡକ୍ସନ୍ ଆପଣ ରଖିଲେ ଯେ ଆମେ ଓଷା ବିଷୟରେ କହିବା ପାଇଁ, ଆମ କନଭେନସନ୍ ବିଷୟରେ କହିବା ପାଇଁ, ସେଥିପାଇଁ ମୁଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଓଡ଼ିଶା ସୋସାଇଟି ଅଫ୍ ଆମେରିକା, ଯାହାକୁ ଆମେ ଓଷା କହୁଛୁ, ସେଟା 1969 ମସିହାରେ ଆମର ପ୍ରଥମ ଓଡ଼ିଆ କିଛି ମିଶିକିରି ଗୋଟେ ଓଡ଼ିଆ ସମାଜ ତିଆରି କରିଥିଲେ, ଯୋଉଟାକି ଆଜି ସବୁ ଓଡ଼ିଆ ମାନଙ୍କର ଗୋଟେ ଭାରତ ବାହାରେ ସବୁଠୁ ବଡ଼ ଓଡ଼ିଆ ସଂସ୍ଥା। ଆଉ ଏଇ ସଂସ୍ଥାରେ ବର୍ତ୍ତମାନ 2,000-3,000 ଯୋଉଟା କହନ୍ତି ପରମାନେଣ୍ଟ ମେମ୍ବର୍ସ ଅଛନ୍ତି। ଏବେ ଆମେ ମାନେ ପ୍ରାୟ ଭାବୁଛୁ ଯେ 50,000 କି 40,000 ଓଡ଼ିଆ ଆମ ଆମେରିକାରେ ବସତି ସ୍ଥାପନ କରୁଛନ୍ତି। ଏ ସବୁ ଓଡ଼ିଆଙ୍କର ଏଇଟା ଗୋଟେ ରିପ୍ରେଜେଣ୍ଟେଟିଭ ଅର୍ଗାନାଇଜେସନ। ଭାରତ ବାହାରେ ପ୍ରଥମ ସବୁଠୁ ବଡ଼ ଓଡ଼ିଆ ସମାଜ ଓଷା। ସେଇ ଓଷାର 56ତମ ସବୁଠୁ ବଡ଼ ଓଡ଼ିଆ ସମ୍ମିଳନୀ ଡାଲାସରେ ହେବାକୁ ଯାଉଛି। ଦୀର୍ଘ 14 ବର୍ଷ ପରେ ଆଉ ଥରେ ଡାଲାସରେ ଆମେ କରୁଛୁ। ତେଣୁ ପ୍ରତିବର୍ଷ ଏଟା ହେଇ ଆସୁଛି, ଲାଷ୍ଟ 56 ବର୍ଷ ହେଲାଣି। ଏଇ ବର୍ଷ ଡାଲାସରେ ସ୍ପେଶିଆଲ ଆମର ସମ୍ମିଳନୀର ଗୋଟେ ଯୋଉଟା କି କହନ୍ତି ଥିମ୍ କିମ୍ବା ଯୋଉ ମେସେଜ ଆମେ ସମସ୍ତଙ୍କୁ ଦେବାକୁ ଚାହୁଁଛୁ ଯେ ଆମ ଏକତାରେ ଆମ ସଂସ୍କୃତିର ସମୃଦ୍ଧି ହୁଏ। ଆମେ ଯଦି ସମସ୍ତେ ମିଶିକିରି କୌଣସି ଆମ ଓଡ଼ିଆ ମାନେ ବର୍ତ୍ତମାନ ସବୁଆଡ଼େ ଅଛନ୍ତି, ସବୁ ଦେଶରେ ଅଛନ୍ତି, ସବୁଆଡ଼େ ଆମେ ଓଡ଼ିଆ କଲଚରଟାକୁ କେମିତି ଏକାଠି ହୋଇ ଆଗକୁ ନେଇପାରିବା। ଆଉ ଇଭିନ୍ ଓଡ଼ିଶାରେ ବି ଦେଖନ୍ତୁ, ଯୋଉମାନେ ଯାଇକି ବାହାରେ ରହୁଛନ୍ତି, ବାଙ୍ଗାଲୋରରେ, ଦିଲ୍ଲୀରେ, ବମ୍ବେରେ, ସେଠି ବି ଯଦି ସବୁ ଓଡ଼ିଆ ଏକାଠି ହେବେ, ସେ ଓଡ଼ିଆ ଆଉ ଆମ ଜଗନ୍ନାଥ ସଂସ୍କୃତି, ଆମ ଓଡ଼ିଆ ସଂସ୍କୃତି ସେଠି ବି ପ୍ରଚାର ହବ। ସେମିତି ଆମେରିକାରେ ଆମେ ଯଦି ସବୁ ଓଡ଼ିଆ ଏକାଠି ହବା, ଆମେ ବି ସେମିତି ଓଡ଼ିଆ ସଂସ୍କୃତିକୁ ବିଶ୍ୱ ଦରବାରରେ ସମ୍ମାନିତ କରିପାରିବା। ସେଇ ଥିମ୍କୁ ନେଇ ଆମେ ଏଥର କନଭେନସନ୍ କରିଛୁ। ପ୍ରଥମ ଥର ପାଇଁ ଆମର ଯେମିତି ସିନେମା ହଲରେ ହୁଏ ହାଉସଫୁଲ୍, ଆମର ଏଥର ହାଉସଫୁଲ୍ ସାଇନ୍ଟା ମେ 15 ତାରିଖରୁ ଲଗେଇ ସାରିଲୁଣି ଯେ ଆମର ସୋଲ୍ଡ ଆଉଟ୍, ୱି ଆର୍ ସୋଲ୍ଡ ଆଉଟ୍। ଆଉ ଆମ ପାଖରେ ଜାଗା ବି ନାହିଁ ଆଉ ରେଜିଷ୍ଟ୍ରେସନ କରିବା ପାଇଁ। ଏଇଟା ହେଉଛି 56 ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ହେଇଛି ଡାଲାସରେ। ହୁଏତ ଲୋକମାନଙ୍କର ଆଶା ଯେ ଡାଲାସକୁ ଗଲେ ଆମେ ଏନ୍ଜୟ କରିବୁ। ଆମେ ପ୍ରାଣପଣେ ଚେଷ୍ଟା କରୁଛୁ। ଆମର ନିକି ଯିଏକି ପ୍ରଥମେ ଏଇଟା କରିବ ବୋଲି ମୋତେ ମାନେ ମୋ ସାଙ୍ଗେ ଡିସ୍କସନ୍ କରିଥିଲେ ଯେ ଆମେ କେମିତି କରିବା। ସେ ତ ଯେହେତୁ ଚାପ୍ଟର ପ୍ରେସିଡେଣ୍ଟ, ତାଙ୍କର ଆଇଡ଼ିଆ ଯେ ଆମେ ଡାଲାସରେ କରିବା। ପ୍ରଭାତ ଦାସ, ସିଏ ଆମର REC ରାଉରକେଲାର କନଭେନର ଥିଲେ, ସେ ବର୍ତ୍ତମାନ କଲଚରାଲ କୋଅର୍ଡିନେଟର ଅଛନ୍ତି। ଖାଲି ମୁଁ ନୁହେଁ, ଏମିତି ଅନେକ ସ୍ୱେଚ୍ଛାସେବୀ ଏଥିରେ ପ୍ରାଣପଣେ ଉଦ୍ୟମ କରୁଛନ୍ତି କେମିତି ଏଇଟାକୁ ଆମେ ଭଲ ଭାବରେ
ଉପସ୍ଥାପନା କରିପାରିବା ଏବଂ 1500 ଓଡ଼ିଆ ଯୋଉମାନେ ରେଜିଷ୍ଟର କରିଛନ୍ତି ଆମ ସାଙ୍ଗରେ ଯୋଗଦାନ କରିବା ପାଇଁ। ଏକତା ସଂସ୍କୃତି ସମୃଦ୍ଧି ସେଇ ଥିମ୍ ନେଇ ଆମେ ଚେଷ୍ଟା କରୁଛୁ କେମିତି ଆମେ ଗୋଟେ ଓଡ଼ିଆ ଜାତି ଓଡ଼ିଆର ସଂସ୍କୃତିକୁ ଭଲ ଭାବରେ ଗୋଟେ ସମସ୍ତଙ୍କ ପାଖରେ ଗୋଟେ ଉପସ୍ଥାପନା କରିବା। ଧନ୍ୟବାଦ ତପନ ଭାଇନା, ଇଟ୍ସ ଏ ଗ୍ରେଟ୍ ବହୁତ ସ୍ପିଚ୍। ବଢିଆ ଇନଫର୍ମେଟିଭ ଇନସାଇଟଫୁଲ ଥିଲା। ସୋ ତପନ ଭାଇ ନା ଯେମିତିକି ଏଇ ଯୋଉ ଆପଣ ଏତେ ଗ୍ରାଣ୍ଡ ସ୍କେଲରେ ଏଇଟା କରୁଛନ୍ତି, ଆଉ ଏଇଟା ମୁଁ ଯେତିକି ଶୁଣିଥିଲି ଏ ଯାଏ ଯେ ଗ୍ଲୋବାଲ ୱେରେ କରୁଛନ୍ତି, ଯୋଉଠି କାନାଡା ସିଙ୍ଗାପୁର ବାକି ସବୁ ଲୋକ ବି ଆସୁଛନ୍ତି। ତ ମେନ୍ କ'ଣ ଚ୍ୟାଲେଞ୍ଜେସ୍ ଅଛି ଆପଣଙ୍କ ପାଇଁ ଅବିକା, and how are you handling that one? ମୁଁ I forgot to introduce myself. ମୁଁ ସୋଫି, ମୋର ଚ୍ୟାନେଲ୍ ଅଛି ଦ ପ୍ରାଇଡ୍ ଅଫ୍ ଓଡ଼ିଶା। ବାକି ଯେଉଁମାନେ ଦେଖୁଥିବେ ଜାଣିଥିବେ। ତ ତପନ ଭାଇ ଆପଣ କୁହନ୍ତୁ, ବାକି ଫଣ୍ଡ ରେଜ୍ କରିବା ଏସବୁ ବହୁତ ବିଗର ଚ୍ୟାଲେଞ୍ଜେସ୍ ଆଇ ନୋ, ଆଣ୍ଡ ହାଉ ୟୁ ଆର୍ ହ୍ୟାଣ୍ଡଲିଂ ଦ୍ୟାଟ୍ ପାର୍ଟ। ନାଇଁ ଆକ୍ଚୁଆଲି ବହୁତ ଭଲ କ୍ୱେଶ୍ଚିନ୍ ପଚାରିଲେ ଆମ ସୋଫି ମ୍ୟାଡାମ। ଆପଣଙ୍କର ଚ୍ୟାନେଲ ଆମେ ସବୁ ଦେଖୁଛୁ, ୟୁ ଆର୍ ଏ ଭେରି ପପୁଲାର ବ୍ଲଗର। କିନ୍ତୁ ଆମର ଏଇ ଯୋଉ ଅର୍ଗାନାଇଜେସନ କନଭେନସନ ଅର୍ଗାନାଇଜେସନ, ଏଇଟା ପୁରା ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ପରିଚାଳିତ। ଆଜ୍ଞା। ସମସ୍ତେ ଏଠି ଜବ୍ କରୁଛନ୍ତି। ଆଉ ତା ଭିତରେ ଏତେ ବଡ଼ ସଂସ୍ଥା, ଏତେ ବଡ଼ ଗୋଟେ ଆୟୋଜନ କରିବା, ଏଟା ଗୋଟେ ଛୋଟିଆ କାମ ନୁହେଁ। ଆଉ ଏଟା ଜଣଙ୍କ ପାଖରେ କେବେ ବି ସମ୍ଭବ ନୁହେଁ। ତେଣୁ ମୁଁ ଯଦି ହିସାବ କରିବି, ଅତି କମରେ 40ରୁ 50 ଜଣ ଭଲେଣ୍ଟିୟର ବୋଧହୁଏ ଏଥିରେ କାମ କରୁଛନ୍ତି, ରାତି 1-2 ପର୍ଯ୍ୟନ୍ତ ୱିକେଣ୍ଡରେ। କାହିଁକିନା ସେମାନେ ଦିନ ସାରା ଅଫିସ କାମରେ ବ୍ୟସ୍ତ, 6ଟା-7ଟା ବେଳକୁ କାମ ଆରମ୍ଭ କଲେ। ଆଚ୍ଛା, ଯୋଉ କୋଶ୍ଚିନ୍ ପଚାରିଲେ ଯେ ଚ୍ୟାଲେଞ୍ଜଟା କ'ଣ, ଚ୍ୟାଲେଞ୍ଜ ହଉଛି ଆମେ ସମସ୍ତଙ୍କର ଇଚ୍ଛା ଭଲ କରିବା ପାଇଁ। ଯେତେବେଳେ ଭଲ କରିବା ପାଇଁ ସମସ୍ତଙ୍କ ଇଚ୍ଛା, ଏଭ୍ରି ୱାନ୍ ଇଜ୍ ଏ ପରଫେକ୍ସନିଷ୍ଟ। ତେଣୁ ଓପିନିଅନ ଡିଫରେନ୍ସ ହବ। ଆମେ ଯଦି ଗୋଟେ କଲଚରାଲ ପ୍ରୋଗ୍ରାମ କରିବାକୁ ଯିବୁ, ଜଣେ କହିବ ମୋତେ ଏମିତି ଶାଢ଼ୀଟା ପିନ୍ଧିଲେ ଭଲ ହବ, ଆଉ ଜଣେ କହିବ ନାଇଁ ଏମିତି ଶାଢ଼ୀ ପିନ୍ଧିଲେ ଭଲ ହବ। ଏ ସମସ୍ତଙ୍କର ମନକୁ ଏକାଠି କରି ଗୋଟେ କଲଚରାଲ ପ୍ରୋଗ୍ରାମକୁ ଅର୍ଗାନାଇଜ କରିବା ଗୋଟେ ମାନେ ବଡ଼ ଏଟା ଚ୍ୟାଲେଞ୍ଜ ନୁହେଁ, ବଡ଼ ଗୋଟେ ଯୋଉଟା କହିବି ମୁଁ, ଇଟ୍ ଇଜ ଦ ପାର୍ଟ ଅଫ୍ ଦି ହୋଲ୍ ଗେମ୍। ଯେ ଆମକୁ ସେଇଟାକୁ ନେଇକି ଆମେ କରିବା, କେମିତି ସମସ୍ତଙ୍କୁ ସେଇଥିରେ ବି ଆମେ କେମିତି ଏକମତ ହେଇ ଉପସ୍ଥାପନା କରିବା ଯେ ଏଇଟାକୁ ସମସ୍ତେ ମନେ ରଖିବେ। ଏଇଟା ଗୋଟେ ଯେ ଯେହେତୁ ଯେହେତୁ ବହୁତ ଲୋକଙ୍କୁ ନେଇକି ଆମେ କରୁଛୁ। ଦୁଇରେ ଆମର ଯେତିକି ନେକ୍ସଟ ଜେନେରେସନ ଆମେ କହୁଛୁ, ନେକ୍ସଟ ଜେନେରେସନ ମାନେ ଯୋଉମାନେ ଆମର ପିଲାମାନେ ବଡ଼ ହେଇଗଲେଣି, ତାଙ୍କୁ କେମିତି ଆମେ ଏକ୍ସାଇଟେଡ କରିବା ଯେ ଏଇ ସଂସ୍ଥାଟା ଆମେ ସବୁଦିନ ପାଇଁ ଚଳେଇ ପାରିବାନି, ଆମ ପରେ ପରେ ସେମାନେ ହିଁ ଚଳେଇବେ। ତାଙ୍କୁ ଏଥିରେ ଏବେଠୁ ଯଦି ସେମାନେ ଆମ ସାଙ୍ଗରେ ସାମିଲ ନ ହେବେ ଏଇ ଆମ ସୋସାଇଟିରେ, ତେଣୁ ସେମାନେ ଭଲ ଭାବରେ ଚଳେଇବା ପାଇଁ ତାଙ୍କୁ ସେତିକି ଏକ୍ସପିରିଏନ୍ସ ଆସିବନି। ମୁଁ ବହୁତ ଖୁସି ଯେ ଆମର ନିକି ଆଉ ପ୍ରଭାତ, ଆମେ ସମସ୍ତଙ୍କର ପିଲାମାନେ ସବୁ ଏଥିରେ ଯୋଗଦାନ କରୁଛନ୍ତି। ସମସ୍ତେ ଇଚ୍ଛୁକ କେମିତି ଭାବରେ କରିବେ। ତେଣୁ ଏଇ ଦିଟା ଜିନିଷ ମୁଁ କହିବି। ଆଉ ତୃତୀୟରେ ଯୋଉ ସେମିନାର, ଯେ ସବୁ ଲୋକମାନଙ୍କୁ ଗୋଟେ ଶିକ୍ଷା, ଯେମିତି ଏଜୁକେସନାଲ ସେମିନାର ପାଇଁ ଆମେ ବହୁତ ବିଖ୍ୟାତ ଓଡ଼ିଆ ପ୍ରଫେସର ମାନେ ସବୁ ଆସୁଛନ୍ତି। ସ୍ପିରିଚୁଆଲ ସେମିନାର ପାଇଁ ବହୁତ ଆସୁଛନ୍ତି। ସବୁ ଆମର ଗୁଡ଼ାଏ ଯୋଉଟା କହନ୍ତି ଶିକ୍ଷଣୀୟ ଶିକ୍ଷଣୀୟ ଯୋଉ ସେମିନାର୍ସ, ସିମ୍ପୋଜିୟମ୍ସ, ସେଗୁଡ଼ା ବି କରିବାକୁ ଆମକୁ ସେଟା ଚ୍ୟାଲେଞ୍ଜ ନୁହେଁ। ଏଇସବୁ ଜିନିଷ କରିବାକୁ ଆମର ଇଚ୍ଛା ଅଛି। ଚେଷ୍ଟା କରୁଛୁ ଯେ ଏଟା କେମିତି ଭଲ ଭାବରେ ହେଇପାରିବ। ଆଉ ଏଥିରେ ସମସ୍ତଙ୍କର ଯୋଗଦାନ ବହୁତ ଅତୁଳନୀୟ ବୋଲି ମୁଁ କହିବି। So ଧନ୍ୟବାଦ ତପନ why ଭାଇନା। not I want to go a little deep. I don't know how much I should. ହୁଁ। जो କେତେ କେତେ ମାନେ ইয়াର କେତେ ବଡ଼ ପ୍ରୋଜେକ୍ଟ, କେତେ କ'ଣ ଆପଣ ଭିଜନ ରଖିଛନ୍ତି ୟା ପାଇଁକା ମାନେ 2025? ଖର୍ଚ୍ଚ ବାର୍ଚ୍ଚ ଦେଖେଇବାକୁ ଗଲେ, ହଁ। ଆମର ଯଦି ଓଡ଼ିଆ ଟଙ୍କା ହିସାବରେ ଏଥିରେ ଆମର ପ୍ରାୟ 5 କୋଟିରୁ 4 କୋଟିରୁ 5 କୋଟି ଟଙ୍କା ଖର୍ଚ୍ଚ ହେଇପାରେ, ଆମେ ଭାବୁଛୁ ଏପର୍ଯ୍ୟନ୍ତ। ଆଉ ସବୁ ଯାକ ଆମର ପ୍ରାୟ ଆମରି ସଭ୍ୟମାନଙ୍କ ଭିତରୁ ତାଙ୍କର ଇଏରୁ ଡୋନେସନ କିମ୍ବା ସ୍ପନ୍ସରସିପ, ଏମିତି ଆମେ ଏଟାକୁ ଅର୍ଗାନାଇଜ କରୁଛୁ। ଆଉ ମାନେ ହିଁ ସମସ୍ତେ ଡୋନେଟ୍ କରୁଛନ୍ତି, ପ୍ରାୟ ଯେହେତୁ ସମସ୍ତେ ଡୋନେଟ୍ କରୁଛନ୍ତି। ଅର୍ଗାନାଇଜେସନ। ହଁ, କିଛି କିଛି ନା କିଛି, ଆମେ କାହାର ସେମିତି କିଛି ବାଧ୍ୟବାଧକତା ନୁହେଁ
ଯାହାର କିଛି ଆର୍ଥିକ ଅବସ୍ଥା ଠିକ ନାହିଁ, ସେମାନେ ଯୋଉମାନେ ଚାହୁଁଛନ୍ତି ଯେ ଆମର ଅନ୍ୟ କିଛି କମିଟମେଣ୍ଟ ଅଛି, ସେମାନେ କିଛି ଡୋନେଟ୍, ବହୁତ କମ୍ ଡୋନେଟ୍ କଲେ ବି ଆମ ପାଇଁ କିଛି ଅସୁବିଧା ନୁହେଁ। ଆମେ ଚାହୁଁଛୁ ଯେ ସମସ୍ତଙ୍କର କିଛି ନା କିଛି ଯୋଗଦାନ ରହୁ, ସୋ ଦ୍ୟାଟ୍ ସେମାନେ ବି ଭାବିବେ ଯେ ୟେସ୍ ଆମେ ବି ସାହାଯ୍ୟ କରିଛୁ। ସେଇଥିପାଇଁ ଆମେ ସମସ୍ତଙ୍କୁ ଏନକରେଜ କରୁଛୁ କିଛି ନା କିଛି ଆମକୁ ହେଲ୍ପ କର ଫାଇନାନ୍ସିଆଲି। ଯୋଉମାନେ କିଛି ଅଧିକା ଡୋନେଟ୍ କରିପାରିଛନ୍ତି, ସେଥିପାଇଁ ଆମେ ଆଗକୁ ଯାଉଛୁ ଆଉ ଭଲ ଭାବରେ କରିବା ପାଇଁ ଚେଷ୍ଟା କରୁଛୁ। ଆଉ ମେନ୍ ଜିନିଷ ହେଉଛି ସମସ୍ତଙ୍କର ଇଚ୍ଛା, ସମସ୍ତଙ୍କର ଇନଭଲଭମେଣ୍ଟ। ଏଠିକାର ଯୋଉ କନଭେନସନ ହଉଛି ବୋଲି ପ୍ରତି ପରିବାରରେ ବର୍ତ୍ତମାନ ସେଇ ଚର୍ଚ୍ଚା, ସମସ୍ତଙ୍କ ଘରେ ଡାଇନିଂ ହଲରେ ସେଇ ଚର୍ଚ୍ଚା, ସେଇଟା ହିଁ ଆମର ମାହୋଲ। ସେଇ ଯୋଉ ଅ, ଆନ୍ତରିକତା ସମସ୍ତଙ୍କର ଏଇ କନଭେନସନଟାକୁ ଆମେ କେମିତି କରିବା, କନଭେନସନ ପର୍ଯ୍ୟନ୍ତ ସେଇଟା ରହିବ ବୋଲି ମୋର ଇଚ୍ଛା ଆଉ ମୋର ମାନେ ଆଶା। ଆଉ ଆମ ସମସ୍ତଙ୍କର ଏଥିରେ ଗୋଟେ ଅବଦାନ ଅଛି। ଏଟା ମୁଁ ଯାହା କହିଲି ସମସ୍ତେ ମିଶିକି ଏଟା କରୁଛୁ ଆମେ, ବିକଜ ସେଇଟା ହିଁ ଆମର ସଂସ୍କୃତିର ଏଇ ଯୋଉ ପରିଚୟ, ଯେ ଆମେ ଏକତାରେ ଆମେ ସବୁ କାମ କରିପାରିବୁ। ଧନ୍ୟବାଦ ଅମର ଭାଇନା। ଆଉ କିଏ? ସ୍ୱପ୍ନର ଗୋଟେ କ୍ୱେଶ୍ଚିନ୍ ଅଛି ପଚାର। ମୁଁ କିଏ ପଚାରୁଛି। ଆମର ଓଡିଆ ଝିଅ ସ୍ୱପ୍ନା ପଚାରିବେ? ହଁ କାହାକୁ ପଚାରୁଛନ୍ତି? ସବୁ ତପନ ଭାଇକୁ ସେ ପଚାରି ପଚାରି ଫାର୍ଷ୍ଟ ଟାଇମ୍ ମୁଁ କନଭେନସନ ଆଟେଣ୍ଡ କରିବ ତ ସେ ବହୁତ ଏକ୍ସାଇଟେଡ ଅଛି। ମୁଁ ଏକ୍ସାଇଟେଡ ତ ଅଛି, ବଟ୍ ଆଇ ସେଇଆ ଲାଗୁଛି କେମିତି କଣ, ମାନେ କେବେ ମୁଁ ଏମିତି ଆଟେଣ୍ଡ କରିନି ଓଷା, କିନ୍ତୁ ଏଇଥର ପ୍ରଥମ ଥର ମୁଁ ସୁଶାନ୍ତକୁ କହିଲି ନାଇଁ ଚାଲ ଯିବା ଟେକ୍ସାସ, ବହୁତ ଦୂର ଏଇଠୁ 15 ଘଣ୍ଟା ହେଲେ ବି ଆମେ ମାନେ ବାହାରିଛୁ ଯିବୁ ବୋଲି। ତ ଶୁଣିଲି ଆଉ କୋଉମାନେ ସବୁ ଅଲିଉଡ ରୁ ବି ବହୁତ ଜଣ ଆସୁଛନ୍ତି ନା, ତ କୋଉମାନେ ସବୁ ଆସୁଛନ୍ତି କଣ କେମିତି? ଅ ଆଚ୍ଛା, ସେଇଟା ଗୋଟେ ବଡ ଚ୍ୟାଲେଞ୍ଜ ଯୋଉଟା କି ମୁଁ ଭୁଲିଗଲି କହିବା ପାଇଁ। ହୁଁ ଆମେ ଯେତେବେଳେ ଏଟା ଆରମ୍ଭ କଲୁ, ଆମେ ହଁ ଭାବିଥିଲୁ ଯେ ଆମେ ଟିକେ ବଡ ଧରଣର କରିବା। ବଡ ଧରଣ କରିବା କେମିତି ନା, ଯୋଉମାନେ ସବୁଠୁ ଫେମସ୍ ଏଣ୍ଟରଟେନର, ସେମାନଙ୍କୁ ଆମେ କେମିତି ଆଣିପାରିବା ଏଥିରେ। ପ୍ରଥମ ନାଁ ଆସିଲା ମଣ୍ଟୁ ଛୁରିଆ, ଯିଏକି ସବୁଠୁ ବଡ ଏଣ୍ଟରଟେନର ତା ବର୍ତ୍ତମାନ ଟାଇମରେ। ଦ୍ୱିତୀୟ ନାଁ ଆସିଲା ଆମର ଶଶାଙ୍କ ଶେଖର। ତୃତୀୟ ନାଁ ଆସିଲା ଆମର ପପୁ ପମ୍ପମ୍। ଏ ସମସ୍ତଙ୍କୁ ଆମେ ଅନୁରୋଧ କରିଥିଲୁ ଆମ କନଭେନସନରେ ଯୋଗଦାନ କରିବା ପାଇଁ। ସମସ୍ତେ ତାଙ୍କର ଗୁଡ଼ାଏ କଣ୍ଡିସନ ରଖିଥିଲେ। ଆମର ଏତିକି ଯେ ଠିକ ଟାଇମରେ ଯୋଉ ନୂଆ ସରକାର ଚେଞ୍ଜ ହେଲେ ଆମେରିକାରେ, ଏ ଯୋଉ ଭିସା ପ୍ରୋସେସିଂ ଯୋଉ କାମଟା ଆମକୁ, ଆମେ ତା ପିଛା ବହୁତ ପଇସା ଖର୍ଚ୍ଚ କରି ପ୍ରିମିୟମ ପ୍ରୋସେସିଂ କରିବା, ଇଏ କରିବା, ଏଥିରେ ଅଲମୋଷ୍ଟ $10,000 ଆମେ ଖର୍ଚ୍ଚ କରି ସାରିଲୁଣି। ସେଥିରେ ଯୋଉଟା 15 ଦିନ ନେବା ଜାଗାରେ ଆମକୁ ଅଲମୋଷ୍ଟ 3 ମାସରୁ 3.5 ମାସ ଲାଗିଗଲାଣି। ତେଣୁ ଯୋଉ ସମୟ ବର୍ତ୍ତମାନ ଆମ ପାଖରେ ଅଛି, ଆମେ ଭାବୁଛୁ ଯେ ପ୍ରାୟ ଏତେ ସମ୍ଭବ ନ ହେଇପାରେ। ତେଣୁ ଯେହେତୁ ଆମେ ସେଥିପାଇଁ ଆମେ ଯୋଉଟା କହୁଛୁ ପ୍ଲାନ୍ ବି ରେ ଆମେ କେତେ ଜଣ ପ୍ରସିଦ୍ଧ କଳାକାର ତାଙ୍କୁ ବର୍ତ୍ତମାନ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ, ଯୋଉମାନଙ୍କୁ ଆମେ ଓଡ଼ିଶାରୁ କିମ୍ବା ବମ୍ବେରୁ ଓଡ଼ିଆ ଗୀତ ଗାଇବା ପାଇଁ, ଇଏ କରିବା ପାଇଁ ମାନେ ଆଣିବୁ। ତେଣୁ ସେଇଟା ଆମକୁ ଲାଷ୍ଟ ପର୍ଯ୍ୟନ୍ତ କ୍ଲିଅର ନ ହେଇପାରେ, ଯେ ପର୍ଯ୍ୟନ୍ତ ସେମାନେ ଭିସା ନ ପାଇକିରି ଏଠି ଆସି ପହଞ୍ଚିଛନ୍ତି। ଖାଲି ଏତିକି ଖୁସିର ଖବର ଯେ ପପୁ ପମ୍ପମ୍ ଯିଏ କେବେ ଆସିନାହାନ୍ତି, ଆଉ ତାଙ୍କ ପାଇଁ ବହୁତ ସ୍ପନ୍ସର ମାନଙ୍କର ରିକ୍ୱେଷ୍ଟ ଥିଲା, ସିଏ ଭିସା ପାଇଁ ଏବେ ଯିବା ପାଇଁ ପ୍ରସ୍ତୁତ ହେଇଛନ୍ତି। ଆଉ ଭଗବାନଙ୍କ ଜଗନ୍ନାଥଙ୍କର ଇଚ୍ଛା ଥିଲେ ତାଙ୍କୁ ଭିସା ମିଳିବ, ଆଉ ସେ ଆସିବେ। ଏଇଟା ହିଁ ଆମର ଚେଷ୍ଟା ଚାଲିଛି। କିନ୍ତୁ ତମେ ଯେହେତୁ ପ୍ରଥମ ଥର ପାଇଁ ଆସୁଛ, ମୋର ଏତିକି କମିଟମେଣ୍ଟ ତମମାନଙ୍କ ପ୍ରତି ନିକି ଆଉ ପ୍ରଭାତ ତରଫରୁ, ଯେ ତମେ ମାନେ ଦେଖିବ ଯେ ଏଇଟା ସବୁଦିନ ପାଇଁ ଗୋଟେ ସ୍ମୃତି ହେଇକି ରହିବ, ଯେ କନଭେନସନଟା କଣ, କେମିତି ଆସନ୍ତି, କେମିତି କଣ ଏନ୍ଜୟ କରନ୍ତି, ପ୍ରଥମରୁ ଶେଷ ଯାଏଁ 3 ଦିନ ପର୍ଯ୍ୟନ୍ତ କେମିତି ଟାଇମ କଟିଯିବ ତମେ ଜଣା ବି ପଡିବନି। ଏତେ ଓଡ଼ିଆଙ୍କ ସାଙ୍ଗରେ ମିଶିବାର ଯୋଉ ଅନୁଭୂତି, ସେଟା ଗୋଟେ ଅବିସ୍ମରଣୀୟ ଅନୁଭୂତି ହେଇକି ରହିବ। ସେତିକି ଡେଫିନେଟଲି ତମେ ଆଶା କରିକି ଆସ, ମାନେ କିଛି ଇଟ୍ ୱିଲ୍ ନଟ୍ ବି ଏ ଡିସଆପଏଣ୍ଟମେଣ୍ଟ ଫର ୟୁ। ହଁ 3 ଦିନ 4 ଦିନ ରିଏଲି କେମିତି କଟିଯିବ ସ୍ୱପ୍ନ ତମେ ଜାଣିପାରିବନି ସିରିୟସଲି। ଦ୍ୟାଟ୍ସ ଗୁଡ୍। ମାନେ ସକାଳ 5ରୁ ରାତି 12 1 ଯାକେ ପୁରା ବ୍ୟାକ୍ ଟୁ ଆଇ ବ୍ୟାକ୍। ଥିଙ୍କ ଆଇ ଥିଙ୍କ ପ୍ରଭାତ, ତମେ ତ କଲଚରାଲ ହେଡ୍ ଅଛ, ଆଉ ତମେ ଆଉ ଗୋଟେ ଗ୍ଲିମ୍ସ ଦେଇପାରିବ ବୋଧେ ସମସ୍ତଙ୍କ ପାଇଁ, ବିକଜ ହଁ ୟୁ ୟୁ ପ୍ରଭାତ ଆର୍ ଭାଇଙ୍କ ପାଇଁ ବି ମୋର ଗୋଟେ କ୍ୱେଶ୍ଚନ୍ ଅଛି। ଯେହେତୁ ସେ କଲଚରାଲ ଲିଡ୍ ଅଛନ୍ତି ଆଉ ଆଟ୍ ଏ ଟାଇମ୍ ଏତେ ଯାକ ଜିନିଷ ସମ୍ଭାଳୁଛନ୍ତି,
କେମିତି ଟ୍ରାଡିସନାଲ ଆଉ ମଡର୍ଣ୍ଣାଇଜେସନ କୁ ସେ ଏଠି ଇନକର୍ପୋରେଟ କରୁଛନ୍ତି ଆଉ ମାନେ ଏଇ ଯୋଉ ଲାର୍ଜ ସ୍କେଲ ଟାଇପ ର ଯୋଉ କେପି ର ଯୋଉ 1000 times ଲାର୍ଜ ସ୍କେଲ କୁ ହାଉ ହି ଇଜ ହ୍ୟାଣ୍ଡଲିଂ। ହଁ ସେଇଟା ତ ମାନେ ଆମର ଏଇ ଯୋଉ ଅପରେସନ ସ୍କେଲଟା କନଭେନସନର ସେଟା କେପିର ସେଇ ସେଇ ସ୍କେଲଟା ହିଁ ସେଇଭଳିଆ କେପି ଭର୍ସେସ କନଭେନସନ। ତ ଆମର ଫୋକସ୍ ସେଭଳିଆ ଅଛି କି ଆମର ହ୍ୱାଟ ଇଜ ଦ ଫୋକସ୍ ଏଠି କି ଓଭରଅଲ୍ ଏଇଟା ଆମର ଓଡ଼ିଆ କନଭେନସନ ସବୁ କେତେ ଲୋକଙ୍କୁ ଆମେ ଏନଗେଜ କରିପାରୁଛେ ବେସିକାଲି ନଟ୍ ବିକଜ ଆମେ ଏଠି ଓଲିଉଡ ୟା ବଲିଉଡ ସାଙ୍ଗେ କମ୍ପିଟ୍ କରିବାକୁ ଯାଉନେ କିନ୍ତୁ ଆମର ଯଦି ସବୁ ଲୋକଙ୍କୁ ସକ୍ସେସଫୁଲି ଏନଗେଜ କରିପାରିଲେ ସେଇଟା ହିଁ ଆମର ଗୋଟେ ସଫଳତା ବୋଲି ଭାବିପାରିବା। ସେ ଓଭର ଆମର ଲୋକାଲ ଲୋକାଲ ହେଲା ମେଜର ଫୋକସ୍ କାରଣ କନଭେନସନ ଏଇଠି ହେଉଛି ବାକି ଲୋକମାନଙ୍କୁ କୋଉଠି ଟିକେଟ୍ ଫିକେଟ୍ ବୁକ୍ କରି ଯିବାକୁ ପଡ଼ିବନି। ଆଟଲିଷ୍ଟ ଲୋକାଲ ଲୋକମାନେ ଆଉ ପ୍ଲସ୍ ବାହାର ନର୍ଥ ଆମେରିକାର ବାକି ଲୋକମାନେ କି ସେମାନେ ସମସ୍ତଙ୍କୁ ସାଙ୍ଗରେ କେତେ ସାଙ୍ଗରେ ସେମାନଙ୍କୁ କରି ଏକଜୁଟ କରି ଗୋଟେ କାମଟେ କରି ହେଉଛି ସେଇଟା ସେଇଟା ମାନେ ଦେଖିଲେ ଗୋଟେ ପ୍ରକାର ମ୍ୟାସିଭ ଆମାଉଣ୍ଟ ଅଫ୍ ୱାର୍କ କାରଣ ଏତେ ଗୁଡ଼ିଏ ଲୋକଙ୍କୁ ମିଶିଗଲା ପରେ ଗୋଟେ ଛୋଟ ସାଧାରଣ କାମ ବି ଗୋଟେ ଅସାଧାରଣ କାମ ହେଇଯାଉଛି। ତ ଏଥିରେ ଆମର जो चैलेंज है बेसिकली आमर मेजर फोकस है समस्तଙ୍କୁ ସାଙ୍ଗରେ ନେଇ ଚାଲିବାର ଅଛି ସମସ୍ତଙ୍କୁ ଇନଭଲ୍ଭ କରିବାର ଅଛି। ତ ସମସ୍ତଙ୍କର ଗୋଟେ ଟିକେ ଇଚ୍ଛା ନ୍ୟାସନାଲ ଷ୍ଟେଜରେ ଦେ ୱାଣ୍ଟ ଏ ଷ୍ଟେଜ ଟାଇମ୍ ଆମେ ମ୍ୟାକ୍ସିମମ୍ ଟ୍ରାଏ କରୁଛୁ ସମସ୍ତଙ୍କ ସେ ଇଚ୍ଛା ପୂରଣ କରିବା ପାଇଁ ବହୁତ ଆଡଲ୍ଟ ହୁଅନ୍ତୁ କି ଛୁଆ ହୁଅନ୍ତୁ ସମସ୍ତଙ୍କ ପାଇଁ ଆମର ପ୍ରୋଭିଜନ ଅଛି ଡିଫରେଣ୍ଟ ଡିଫରେଣ୍ଟ ଆମର ଅଲଗା ଡିଫରେଣ୍ଟ ପ୍ରକାରର ସବୁ ପ୍ରୋଗ୍ରାମ ଅଛି। ଛୁଆମାନଙ୍କ ପାଇଁ ଅଛି ବହୁତ ଛୋଟ ଛୁଆମାନଙ୍କ ପାଇଁ ଅଛି ବଡ଼ ବଡ଼ ଛୁଆମାନଙ୍କ ପାଇଁ ଅଛି ଯେଉଁଟାକି ଓଷା ଗଡ଼ ଟ୍ୟାଲେଣ୍ଟ ଭଳିଆ କ୍ୟାଟେଗୋରୀ ସେଥିରେ ସବୁ ପ୍ରକାର ଆଉ ବହୁତ ଛୁଆ ଯେଉଁମାନେ ଓଡ଼ିଆ କହିପାରୁନାହାନ୍ତି ବୋଲେ ତାଙ୍କୁ ବି ଆକୋମୋଡେଟ୍ କରିବୁ ସୋ ଦ୍ୟାଟ୍ ଓକେ ତମେ ଓଡ଼ିଆ ଜାଣିନ କିନ୍ତୁ ୟୁ ଆର୍ ଷ୍ଟିଲ୍ ଓଡ଼ିଆ ପିଲା ସେଥିପାଇଁ ଓଷା ଗଡ଼ ଟ୍ୟାଲେଣ୍ଟ କ୍ୟାଟେଗୋରୀ ତାଙ୍କ ପାଇଁ ରଖା ହେଇଛି। ଆଉ ପ୍ଲସ୍ ଆମର ଯେଉଁ ମେଜର ଫୋକସ୍ ହେଲା ଆମର ଓଡ଼ିଆ କଲଚର ଆମର ଓଡ଼ିଆ ଲିଟରେଚର ଆମର ଓଡ଼ିଆ ଡ୍ୟାନ୍ସ ସେସବୁ ଜିନିଷର ଆମର ଆମକୁ କେମିତି ହେଲେ ତାକୁ ହିଁ ଆମକୁ ମଞ୍ଚ ଉପରେ ଦେଖେଇବାର ଅଛି। ସେଥିପାଇଁ ଆଉ ଓଡ଼ିଶୀ ଡ୍ୟାନ୍ସ ତା ବିନା ଆମର ଓଷା ଫଙ୍କସନଟା ସମ୍ଭବ ନୁହଁ। ତା ପ୍ଲସ୍ ଆମର ଯେମିତି ବହୁତ ବଡ଼ ରେୟାର ଜିନିଷ ହେଲା ଚମ୍ପୁ ଛନ୍ଦ ଯୋଉଟା ମାନେ ବହୁତ ଲୋକ ବୁଝୁନଥିବେ ଯେ ଓଡ଼ିଆ ଲିଟରେଚର ସେତିକି ପଢ଼ୁନଥିବ ତାର ବି ଗୋଟେ କମ୍ପିଟିସନ ରଖାଯାଇଛି ସୋ ଦ୍ୟାଟ୍ ମାନେ ସେ ଯେଉଁ ପରମ୍ପରାଟା ଚାଲି ରହିବ କି ଓଡ଼ିଆ ଯୋଉ ସାହିତ୍ୟର ସେଇଟା ଗୋଟେ ବହୁତ ଗୋଟେ ଛୋଟ ବର୍ଗ ବହୁତ ରିଚ୍ ଆଉ ବହୁତ କମ୍ ଲୋକ ଅଛନ୍ତି ନର୍ଥ ଆମେରିକାରେ ଯେତିକି ଓଡ଼ିଶାରେ ଥିବେ ଯେତିକି ନର୍ଥ ଆମେରିକାରେ ଅଛନ୍ତି ଏବେ କିନ୍ତୁ ବହୁତ ଗୋଟେ ଛୋଟ ମାର୍କେଟ ଛୋଟ ବହୁତ କମ୍ ପିଲାଙ୍କୁ ଯାହା ପ୍ୟାରେଣ୍ଟ ମାନେ ତାଙ୍କୁ ମୋଟିଭେଟ୍ କରି ଶିଖଉଛନ୍ତି ହ୍ୱିଚ୍ ଇଜ୍ ଗୁଡ୍। ସେ ଆଉ ସେଭଳିଆ ବାକି ଆମର ସେ ସବିନା ବିଶ୍ୱ କମ୍ପିଟିସନ ବହୁତ ଗୁଡ଼େ ଆମର ଓଷାର ମ୍ୟାଣ୍ଡେଟେଡ୍ କମ୍ପିଟିସନ ଅଛି ସେଥିରେ ବେସିକାଲି ଓଡ଼ିଆ କଲଚର ଓଡ଼ିଆ ଲିଟରେଚର ତାକୁ ଆମକୁ ପ୍ରୋତ୍ସାହନ କରାହେଉଛି ସେଥିରେ ଦ୍ୟାଟ୍ ଇଜ୍ ଓପନ୍ ଟୁ ନର୍ଥ ଆମେରିକା ଅଲ୍ ଓଡ଼ିଆ ନର୍ଥ ଆମେରିକା ଫ୍ୟାମିଲି ମାନଙ୍କ ପାଇଁ ଓପନ୍। ତାପରେ ବାକି ଆମର କିଛି ଲୋକାଲ ମାନଙ୍କୁ ଏନଗେଜ କରିବା ପାଇଁ କିଛି ଏକ୍ସଟ୍ରା କାମ କରାହେଉଛି ସେମାନଙ୍କୁ ସୋ ଦ୍ୟାଟ୍ ଆମେ ତାଙ୍କୁ ମଞ୍ଚରେ ସମସ୍ତଙ୍କୁ ଟିକେ ଟିକେ ଟାଇମ୍ ମିଳିବ। ଆଉ ଆଚ୍ଛା ଆମର ବାକି ରହିଲା ଓଡ଼ିଆର ଆମର କଲଚର ଆମର ଫୋକ୍ ଡ୍ୟାନ୍ସ ଯାହାକୁ କୁହନ୍ତି ତ ଆମର ଯେଉଁ ଡିଫରେଣ୍ଟ ଆଞ୍ଚଳିକ ନୃତ୍ୟ ଯାହାକୁ କୁହନ୍ତି ସବୁ ଆମର ଯେତେଟା ଜିଲ୍ଲା ସେତେ ଜିଲ୍ଲାର ସେତିକି ନୃତ୍ୟ ସମସ୍ତଙ୍କୁ ସେଇଟା ବି ଗୋଟେ ଡିଫରେଣ୍ଟ ଜିଲ୍ଲାର ଡିଫରେଣ୍ଟ ନିସ୍ ଫୋକ୍ ଡ୍ୟାନ୍ସକୁ ଆମେ ପ୍ରୋଜେକ୍ଟ କରିବା ଷ୍ଟେଜରେ ସେଇଟା ବି ଗୋଟେ ଟାର୍ଗେଟ। ପ୍ରଭାତ ବହୁତ ବଢିଆ ଆଉ ଡିଟେଲ ଏକ୍ସପ୍ଲେନେସନ ଦେଲ ୱିଦାଉଟ୍ ଗିଭିଂ ମୋର ଇନସାଇଡ୍ ରାଇଟ୍। ଅରବିନ୍ଦ ସେତେବେଳୁ ବସିଛନ୍ତି କଣ କୋଶ୍ଚିନ୍ ଗୋଟେ ପଚାର ପଚାର ହଁ ଅରବିନ୍ଦ। କୁହନି ହଁ ତ ଆଗ ମାନେ ଟିକେ ଇଣ୍ଟ୍ରୋଡ୍ୟୁସ ଧନ୍ୟବାଦ। କରିଦଉଛି ତ ଆମର ମାନେ ଅରବିନ୍ଦ ମୋ ୱାଇଫ୍ ନାଁ ହେଉଛି ଅରମିକା ତ ଆମର ଗୋଟେ ଚ୍ୟାନେଲ ଅଛି ଓଡ଼ିଆ ଏନ୍ଆର୍ଆଇ ବ୍ଲଗର ଅରମିକା ୟୁଟ୍ୟୁବରେ। ତ ମୁଁ ଆଗରୁ ଯାଇଛି ଓସା ଇଭେଣ୍ଟରେ ସାକ୍ରାମେଣ୍ଟୋ ବାଲାରେ ଯାଇଛି ତ ମୁଁ ଜାଣିଛି ମାନେ ବହୁତ ହି ବଢ଼ିଆ ରହେ। ତ ମୋର କ୍ୱେଶ୍ଚନଟା ହେଉଛି କି ମାନେ ଏତେ ଗୁଡ଼ା ଚ୍ୟାପ୍ଟର୍ସ ଅଛି ଓସାର ଅଲଗା ଅଲଗା ଷ୍ଟେଟ୍ସରେ ଇଏରେ ତ କେମିତି କୋଲାବରେସନ ହ୍ୟାଣ୍ଡେଲ ହେଉଛି ଆଉ ମାନେ ଓସାର ମାନେ ଇଭେଣ୍ଟର ଯୋଉ ଆଉଟରିଚ୍ ମାନେ ଆମେ ଜାଣିଛୁ ଏବେ ଏଆଇ ସୋସିଆଲ ମିଡ଼ିଆ ଯୁଗ ଅଛି ତ ଇଭେଣ୍ଟଟା କେମିତି ପପୁଲାରାଇଜ କରିବେ ଇଣ୍ଡିଆରେ କି ନ୍ୟୁଜ୍ ଚ୍ୟାନେଲ ମାନଙ୍କ ସାଙ୍ଗରେ କିଛି ଟାଇପ୍ ଅଛି କି ଆଉ ୟୁଏସରେ କେମିତି ପପୁଲାରାଇଜ କରିବେ ଅଲଗା ମାନେ ଆଉଟସାଇଡ୍ ଓଡ଼ିଆ କମ୍ୟୁନିଟି ଯଦି ଅଲଗା ରିଜନାଲ କଲଚରାଲ ଓଡ଼ିଆ ଗ୍ରୁପ୍ସରେ କି ଆମେରିକାନ୍ସ ମାନେ କେମିତି ଆଇ ସେଇଟା। ଥିଙ୍କ କୋଶ୍ଚିନ୍ ନିକିଙ୍କ ପାଇଁ ରାଇଟ୍ ନିକି ହଁ ନିକି ଅଛନ୍ତି କି? ଧନ୍ୟବାଦ। ନା ମୁଁ ଅଛି ହଁ but କ୍ୟାମେରାଟା I ଅନ୍ କର। I I don't think I was asked the question.
So ଆମେ ଏଠି collaborate କରିବା and will popularize and AI tools we are using and ଆମେ କ'ଣ collaborate କରିପାରିବା and how do we do it ଆମର ରଞ୍ଜନ ବାବୁ and all that we are working with it and ଆମେ ସେଟାକୁ କରିପାରିବା ମୁଁ ହେଉଛି ଓସା ସାଉଥ୍ ୱେଷ୍ଟ ଚାପ୍ଟର ପ୍ରେସିଡେଣ୍ଟ we are bringing the convention to Dallas this year and ଆମର जो जहाँ भी हमको दरकार କରିବା ପାଇଁ to collaborate media wise and popularize this we'll do it ଆଉ କ'ଣ ଅଛି ନାଇଁ ନିଖିଅ ମତେ ଆପଣଙ୍କୁ ସତରେ ଯେତେବେଳେ ଇନ୍ ପର୍ସନ ବି ମୁଁ ପଚାରେ ଆଉ ମୁଁ ଚାହୁଁଛି ଲୋକମାନେ ବି ଜାଣନ୍ତୁ ଆଜ ଏ ୱମେନ୍ ଦ୍ୟାଟ୍ ଟୁ ୱାର୍କିଂ ୱମେନ୍ କେମିତି ଏତେ ବଡ଼ ମାସିଭ୍ ଲିଡରସିପ୍ ଆପଣ ସମ୍ଭାଳନ୍ତି ଆଉ ମାନେ ୱମେନ୍ ନାଇଁ this is ଆପଣ this is କ'ଣ this is a ସୋସିଆଲ ମେସେଜ inspiration this is a inspiration that comes inside and ମୁଁ କରେ day in and out I'm not denying that ଗୁଡ଼ାଏ sacrifice କରିବାକୁ ପଡ଼େ of course but I don't ମୋ ସାନ ପିଲା କ'ଣ ଖାଉଛି ମୋ ମଝିଆ ପିଲା କ'ଣ ଖାଉଛି ରଞ୍ଜନ କ'ଣ ଖାଉଛନ୍ତି I don't ever discard that so ମୁଁ ସବୁ ଜିନିଷ କରିକି I try to do it so I get you know ଯାହା ବି ମୁଁ କରିପାରିବି Sophie that is what I try to do ମାନେ day in and day out I do it but it's okay ଆମର କିଏ କ'ଣ ଯୋଉ ହିସାବରେ ଆମର ସୋସାଇଟିକୁ ସେଟାକୁ ହେଲ୍ପ କରୁଛି that is good ସେଇଥିରେ but ବି ଗୋଟେ ନିକିଅପ ଆପଣଙ୍କୁ ଇଣ୍ଟରପ୍ଟ କରୁଛି ଓଷା ଆକ୍ଚୁଆଲି ସୋସାଇଟି ପାଇଁ କ'ଣ କରୁଛି ଲୋକଙ୍କୁ ସେଇ ମେସେଜଟା ବି ପହଞ୍ଚିବା ଦରକାର ଯେହେତୁ ଓଡ଼ିଶାରେ ଲୋକ ଜାଣିନଥିବେ ଯେ ଓଷା ହଁ exactly କ'ଣ ଆକ୍ଚୁଆଲି ଓଷା କରୁଛି ଓଡ଼ିଶା ପାଇଁ ସେଟା ବି ରଖିବା ଦରକାର ନାଇଁ ମତେ ଲାଗୁଛି ଓଡ଼ିଶା ପାଇଁ କିଛି କରୁ ନ କରୁ ବଟ୍ ଆମର ନର୍ଥ ଆମେରିକା ଯୋଉମାନେ ରହୁଛନ୍ତି ଲୋକମାନେ ତାଙ୍କ ପାଇଁ ବହୁତ ଜିନିଷ ଅଛି ହେଲା and then during ତାହେଲେ ମୁଁ pandemic ଜାଣିବାରେ ଏଇଟା ବୋଧେ ସବୁଠୁ ଓଲ୍ଡେଷ୍ଟ ନନ୍ ପ୍ରଫିଟ୍ ଅର୍ଗାନାଇଜେସନ ଏବେ ପର୍ଯ୍ୟନ୍ତ ଗୋଟିଏ ଓଡ଼ିଆ ସୋସାଇଟି ଅଫ୍ ଆମେରିକା ଇଜ ଦ ଓନ୍ଲି ଓଡ଼ିଆ ଅର୍ଗାନାଇଜେସନ୍ ଆମର ନର୍ଥ ଆମେରିକାରେ ଅଛି ନନ୍ ପ୍ରଫିଟ୍ ବଟ୍ ମୁଁ କହୁଛି ମୁଁ 4-5 ବର୍ଷ ହେଲା କ୍ଲୋଜଲି ଇନଭଲ୍ଭ ଅଛି and then I see the benefit ମୁଁ ଏଇ ଯୋଉ ପ୍ୟାଣ୍ଡେମିକ୍ ସମୟରେ ଯେତେବେଳେ ଇନଭଲ୍ଭ ଥିଲି then they were providing different health ଇଏ ସବୁ ଆମର ଯୋଉ ହେଲ୍ଥ ଆଣ୍ଡ ୱେଲନେସ୍ ତରଫରୁ ଆମର ଗୁଡ଼ାଏ ଇଏ କରିଥିଲୁ and then I was part of that and we are helping ମାନେ ଓଡ଼ିଶାରେ ଲୋକଙ୍କୁ ବଟ୍ ଓଡ଼ିଶା ଲୋକଙ୍କୁ ହେଲ୍ପ ଦରକାର ଅପେକ୍ଷା I believe that we are North American people ଆମେ 3ଟା ଜେନେରେସନ୍ ନା 3 ମାନେ or 4 ଏଠିକାର ଲୋକଙ୍କୁ ଓଡ଼ିଆ ଲୋକଙ୍କୁ କ'ଣ ହେଲ୍ପ ମାନେ ସେଇଟା ପଚାରିଥିଲା ମୋ ହଁ କ୍ୱେଶ୍ଚନଟା ଆମର ଏଇଠି ବହୁତ ଗୁଡ଼େ ହେଲ୍ପ ଅଛି ହେଲା ମୁଁ ରିସେଣ୍ଟଲି I was involved in 3 or 4 cases ଯୋଉଠିକି ଗୋଟେ ଅର୍ଜେଣ୍ଟ ଡେଥ୍ ହେଇଯାଇଛି ତାଙ୍କର ବଡି କେମିତି ଟ୍ରାନ୍ସପୋର୍ଟ ହବ କି ଗୋଟେ ଷ୍ଟୁଡେଣ୍ଟ ଏଠି ଅଛି ତାଙ୍କୁ କେମିତି ହେଲ୍ପ କରାହେଇପାରିବ who is there to help if you are not part of a organization that is going to help that was ହେଲା my main intention to bring to the audience yeah ଆପଣ continue Yes, yes. If there is one organization in this country, in USA and Canada, that is helping anything that we need to help, କାହା ସାଙ୍ଗରେ collaboration କରିବାକୁ ଅଛି, that is USA. No, actually, I can add on that what Nikki said. ତମର ଯୋଉ କ୍ୱେଶ୍ଚିନ୍ ଥିଲା ଯେ ଆମେ କ'ଣ କରିପାରୁଛୁ ପ୍ରଥମ କଥା ହେଲା ତ 5ଟା ୱିଙ୍ଗ ଧରିବାକୁ ପଡ଼ିବ ଯଦି ଓଷାର 5ଟା ୱିଙ୍ଗ ଗୋଟେ ହେଲା ତମ ସୋସିଆଲ ଯୋଉଥିରେ କି କାହାର ଡେଥ୍ ହେଇଗଲା କୋଉଠି ଡିଭୋର୍ସ ହେଲା କୋଉଠି ଯୋଉଥିରେ ଆମେ ଆମେ ଗୋଟେ 800 ନମ୍ବର ରଖିଥିଲୁ ଏବେ ସେଇ ନମ୍ବରଟା ଏତେ ଆକ୍ଟିଭ ନାହିଁ ପୁଣି ତାକୁ ଆକ୍ଟିଭ କରାଯାଇପାରେ ଯୋଉଥିରେ ଲୋକମାନେ ଓଡ଼ିଶାରୁ କଲ୍ କରି କୁହନ୍ତି ଯେ ଆମର ପିଲାଟି ଜେଲରେ ଅଛି ଆପଣମାନେ ଟିକେ ହେଲ୍ପ କରନ୍ତୁ ସେ କାହିଁକି ଜେଲ୍ ଗଲେ କ'ଣ ହେଲା ତାଙ୍କର ସେମିତି ଏଇ ଓଡ଼ିଆ ସୋସାଇଟି ଓଷାର ଲୋକମାନେ ଯାଇ ଲୋକଙ୍କୁ ମାନେ ଫ୍ୟାମିଲିଙ୍କୁ ସାହାଯ୍ୟ କରିଛନ୍ତି କାହିଁକିନା ତାଙ୍କର ପିତାମାତା ସବୁ ଓଡ଼ିଶାରେ ସେମାନେ ସବୁ ଟ୍ରବୁଲ ମାନେ ଜାଣିପାରୁନାହାନ୍ତି ଯେ କ'ଣ ହେଇଛି କୋଉଥିପାଇଁ ଏ ପିଲାଟି ଏମିତି ଟ୍ରବୁଲରେ ପଡ଼ିଛି କ'ଣ କରିଛି
ସେ ଛୋଟିଆ ପାର୍ଟ ଓସାର ସେଇଟା ଯେ ପରିବାର ଯୋଉମାନେ ଓଡ଼ିଶାରେ ଅଛନ୍ତି ତାଙ୍କୁ ବି ଆମେ ସାହାଯ୍ୟ କରୁଛୁ। ଦୁଇରେ ସୋସିଆଲ ଗଲା, ଦୁଇରେ ହେଲା ଆମର ସିନିୟର ସିଟିଜେନ୍, ଆମର ଯୋଉମାନେ ସବୁ ଏଠି ସିନିୟର ହେଇଗଲେଣି ତାଙ୍କର କେମିତି ତାଙ୍କୁ ଏକାଠି କରାଇବା, ତାଙ୍କର ଗୋଟେ ସୋସିଆଲ ସର୍କଲ କ୍ରିଏଟ୍ କରାଇବା, ତାଙ୍କ ପାଇଁ ଆମେ କିଛି ତାଙ୍କୁ ଆୱାର୍ଡ ଦେବା, ତାଙ୍କୁ ରେକଗ୍ନାଇଜ୍ କରିବା, ସେଇଟା ବି ଆମର ଗୋଟେ ବଡ଼ ୱିଙ୍ଗ ଅଛି ସିନିୟର ସିଟିଜେନ୍। ନେକ୍ସଟ ଜେନେରେସନ୍ ୟୁଥ୍ ଯୋଉଟା କହିଲି, ତାପରେ ଆମର ୱିମେନ୍ ଏମ୍ପାୱରମେଣ୍ଟ ଯୋଉଟାକି ଆମର ସବୁ ଦେଖିବ କନଭେନସନରେ ତମେ ଆସିବ, ଆମର ଗୋଟେ ୱିମେନ୍ ସେମିନାର ହେଉଛି, ସେଇଥିରେ ସମସ୍ତଙ୍କୁ ଗୋଟେ ଆମର ଏଠିକାର ବହୁତ ୱିମେନ୍ ଏଣ୍ଟରପ୍ରିନର ଯୋଉମାନେ କି ଓଡ଼ିଶାରେ ବି ବହୁତ ଇନଭେଷ୍ଟମେଣ୍ଟ କରୁଛନ୍ତି, ସେଇଟା ବି ଆମର ଗୋଟେ ଓଷା ତରଫରୁ ସେଇଟା ଗୋଟେ ପ୍ରୋତ୍ସାହିତ କରାହେଉଛି। ହେଲ୍ଥ ଆଣ୍ଡ ୱେଲନେସ୍ ଯୋଉଟା ନିକି କହିଲେ, ସେଇଟା ଗୋଟେ ଆମେ ବି ଆମର ଏତେ ବଡ଼ ବଡ଼ ଡାକ୍ତରମାନେ ସବୁ ଅଛନ୍ତି ଆମେରିକାରେ, ସମସ୍ତେ ସାହାଯ୍ୟ କରନ୍ତି କେମିତି ଆମେ ଓଡ଼ିଶାରେ ଯାଇକି ଫ୍ରିରେ କୌଣସି ସର୍ଜରୀ କରିବା, ଫ୍ରିରେ ଆଖି ତାଙ୍କର କ୍ୟାମ୍ପରେ ପାର୍ଟିସିପେଟ୍ କରିବା, ଏଇଭଳିଆ। ଆଉ ଆମରି ଓଡ଼ିଆ ଏଠିକାର NRI ମାନେ ଓଡ଼ିଶାରେ ନମ୍ବର ୱାନ୍ ହସ୍ପିଟାଲ ଉତ୍କଳ ହସ୍ପିଟାଲ କିମ୍ବା କଳିଙ୍ଗ ହସ୍ପିଟାଲ, ସେଇଟା ହିଁ ସେଠି ସେମାନେ ଏଷ୍ଟାବ୍ଲିଶ କରିକିରି ଓଡ଼ିଆମାନଙ୍କୁ ସେଠି ବି ସାହାଯ୍ୟ କରୁଛନ୍ତି। ସେଇଟା ଓଷାର ଅବଦାନ ନ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ, କାହିଁକିନା ସେମାନେ ଆମ ଓଷାର ମେମ୍ବର, ଯେଉଁମାନେ ହିଁ ଏଇ କନଭେନସନ୍ ପାଇଁ ଜଣେ ଆମର ମାନେ ଦୁଇ ଜଣ ଯାକ କଳିଙ୍ଗ ହସ୍ପିଟାଲ ଉତ୍କଳ ହସ୍ପିଟାଲ ଦୁଇ ଜଣ ଯାକର CEO ଆମକୁ ବହୁତ ଅବଦାନ ତାଙ୍କର ସାହାଯ୍ୟ କରିଛନ୍ତି। ଆମେ ସେଥିପାଇଁ ଆମେ ସକ୍ସେସଫୁଲି କନଭେନସନଟା କରିପାରିବୁ ବୋଲି ଆଶା କରୁଛୁ। ତେଣୁ ଓଷା ଓଡ଼ିଶା ପାଇଁ ଆଉ ଆମର ଏଠି ଲୋକାଲ ଆମେରିକାର ଓଡ଼ିଆମାନଙ୍କ ପାଇଁ ବହୁତ କିଛି ସାହାଯ୍ୟ କରୁଛି, ଯୋଉଟାକି ନିକି ବି କହିଲେ। ଥ୍ୟାଙ୍କ ୟୁ ବୋଥ ଅଫ୍ ୟୁ। ତ ଖାଲି ମୋର ଆଉ ଅରମିକା ହଁ ଆଉ actually one ଆସ- minute ବୋଧେ ରହିଲା। ନାଇଁ ଅର- I think ତପନ ଭାଇନା ବି ଯୋଉଟା କହିଲେ I agree with that। ବହୁତ ଲୋକଙ୍କର contribution ଦରକାର। Without their contribution we cannot do, we cannot sustain as a organization। ଆମେ ଆମେ ଯଦି ଆଚ୍ଛା ଆମେ ଯଦି volunteering ଆମର ସେ କମିଟମେଣ୍ଟଟା ନାହିଁ, ଆମେ ସେଟା କରିପାରିବାନି। ଆଚ୍ଛା ଆମେ thank you Nikki, I have to stop ହଁ because the meeting ଟା ହୁଁ over ହେଇଯିବ, but thank ହୁଁ you for all these outlook, and I think our people will get a very good knowledge about the OSA event.